ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ବର୍ତ୍ତମାନ ମ୍ୟାରେଜ୍ ସାର୍ଟିଫିକେଟ୍ ଯଦି ଆପଣମାନଙ୍କର ଆବଶ୍ୟକତା ରହିଛି, ତାହେଲେ ମ୍ୟାରେଜ୍ ସାର୍ଟିଫିକେଟଟିଏ ଯେତେବେଳେ ଆପଣମାନେ ବନେଇବା ପାଇଁ ଚାହୁଁଛନ୍ତି, ସେ ସମୟରେ ଆମେ ସାଧାରଣତଃ ଦେଖିଥାଉ ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇବା ପାଇଁ ଆପଣମାନେ ବହୁ ସମୟରେ ବିଭିନ୍ନ ପ୍ରକାର ଦଲାର ବା ଯେଉଁମାନେ ରହିଛନ୍ତି ବ୍ରୋକର, ସେମାନଙ୍କ ସହିତ ଯୋଗାଯୋଗ କରି ଆପଣମାନଙ୍କର ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇଥାନ୍ତି। ଏବଂ ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇବା ସମୟରେ ସେମାନେ ଆପଣମାନଙ୍କୁ ବହୁତ କିଛି ଯାହାକି ଟଙ୍କା ଚାର୍ଜେସ୍ କରିଥାନ୍ତି। ବହୁତ ଜାଗାରେ ଆପଣମାନଙ୍କର 1,000, 2,000, 3,000, 5,000 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କର ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇବା ପାଇଁ ଯାହାକି ଯେଉଁ ବ୍ରୋକରମାନେ ରହିଛନ୍ତି ବା ଯେଉଁମାନେ ଦଲାଲ ରହିଛନ୍ତି ସେମାନେ ନେଉଛନ୍ତି। କିନ୍ତୁ ଏଇ ମ୍ୟାରେଜ୍ ସାର୍ଟିଫିକେଟ୍ ଆପଣମାନେ ଘରେ ବସି ନିଜ ମୋବାଇଲ ବା ଲ୍ୟାପଟପ୍ ମାଧ୍ୟମରେ ଇଜିଲି କରିପାରିବେ। ତେଣୁ କେମିତି ଆପଣମାନେ ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇ ପାରିବେ, ତା ପାଇଁ କ'ଣ କ'ଣ ଡକୁମେଣ୍ଟର ଆବଶ୍ୟକତା ରହିଛି ଏବଂ ଡକୁମେଣ୍ଟରେ ଆବେଦନ କଲାବେଳେ କେଉଁ ଭୁଲ ଆପଣମାନଙ୍କର କଲେ ମ୍ୟାରେଜ୍ ସାର୍ଟିଫିକେଟ୍ ଆପଣମାନଙ୍କର ରିଜେକ୍ଟ ହେଇଯିବ, ସବୁକିଛି ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇବା ପୂର୍ବରୁ ମ୍ୟାରେଜ୍ ସାର୍ଟିଫିକେଟ୍ର ଆବଶ୍ୟକତା କ'ଣ ରହିଛି ସେଇଟା ଜାଣିବା ଦରକାର। ତ ମ୍ୟାରେଜ୍ ସାର୍ଟିଫିକେଟ୍ର ବହୁତ କିଛି ଆବଶ୍ୟକତା ରହିଛି। ଯେମିତିକି ମ୍ୟାରେଜ୍ ସାର୍ଟିଫିକେଟ୍ ଲେବର କାର୍ଡ଼ ଯେତେବେଳେ ଆପଣମାନଙ୍କର ଲେବର କାର୍ଡ଼ରେ ଆମର ଝିଅର ମ୍ୟାରେଜ୍ ପାଇଁ ଆପଣମାନଙ୍କୁ ଯେଉଁ ବେନିଫିଟ୍ ମିଳୁଛି 50,000 ଟଙ୍କା, ତ ସେଇ ବେନିଫିଟ୍ ପାଇବା ପାଇଁ ହେଲେ ଯେଉଁ ଝିଅ ବା ଜ୍ୱାଇଁଙ୍କର ଯାଇକି ମ୍ୟାରେଜ୍ ସାର୍ଟିଫିକେଟ୍ର ଆବଶ୍ୟକତା ରହିଛି ଏବଂ ବିଭିନ୍ନ ଜାଗାରେ ଆପଣମାନଙ୍କର ଡକୁମେଣ୍ଟ ପ୍ରୁଫ୍ ହିସାବରେ ମ୍ୟାରେଜ୍ ସାର୍ଟିଫିକେଟ୍ର ମଧ୍ୟ ଆବଶ୍ୟକତା ରହିଥାଏ। ତେଣୁ ସେଇ ଯେଉଁ ମ୍ୟାରେଜ୍ ସାର୍ଟିଫିକେଟ୍ ଆପଣମାନେ ଇଜିଲି ବନେଇ ପାରିବେ ନିଜ ମୋବାଇଲରେ ମାତ୍ର 350 ଟଙ୍କା ଆପଣମାନଙ୍କର ଯେଉଁଟାକି ଚାଲାଣ କାଟିବ ଏବଂ 350 ଟଙ୍କାରେ ଆପଣମାନେ ନିଜ ମୋବାଇଲରେ ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇ ପାରିବେ। ତେଣୁ ମ୍ୟାରେଜ୍ ସାର୍ଟିଫିକେଟ୍ କେମିତି ବନେଇବେ ଆସନ୍ତୁ ଜାଣିବା। ମ୍ୟାରେଜ୍ ସାର୍ଟିଫିକେଟ୍ ବନେଇବା ପାଇଁ ଏହାର ଯେଉଁ ଅଫିସିଆଲ ୱେବସାଇଟ୍ ରହିଛି igrodisa.gov.in, ଏହାର ଲିଙ୍କ୍ ମୁଁ ମଧ୍ୟ ଆପଣମାନଙ୍କୁ ଡେସ୍କ୍ରିପସନରେ ଦେଇଦେବି। ତ ସେଇ ଅପସନରେ କ୍ଲିକ୍ କଲା ପରେ ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ନ୍ୟୁ ୟୁଜର ରେଜିଷ୍ଟ୍ରେସନ ଫର୍ମ। ତ ନ୍ୟୁ ରେଜିଷ୍ଟ୍ରେସନ ଆପଣମାନେ ସର୍ବପ୍ରଥମେ କରିବେ। ନ୍ୟୁ ରେଜିଷ୍ଟ୍ରେସନ କଲା ପରେ ତାପରେ ଆପଣଙ୍କର ଲଗ୍ଇନ୍ କରିବା ପାଇଁ ପଡ଼ିବ। ତ ଦେଖନ୍ତୁ ନ୍ୟୁ ରେଜିଷ୍ଟ୍ରେସନ ଅପସନରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ, ଏଠି ଆପଣମାନଙ୍କର ଯାହାକି ଫର୍ମଟି ଓପନ୍ ହେଇଯିବ, ଯେଉଁଥିରେ ଆପଣମାନଙ୍କର ୟୁଜର ନେମ୍ ଏବଂ ଡେଟ୍ ଅଫ୍ ବାର୍ଥ, ତା ସହିତ ଇମେଲ୍ ଆଇଡି, ମୋବାଇଲ ନମ୍ବର, ଜେଣ୍ଡର ଏବଂ ଲଗ୍ଇନ୍ ଆଇଡି, ଯେଉଁ ଡିଟେଲ୍ସ ଆପଣମାନଙ୍କୁ ମଗାଇଛି ବା ଯେଉଁ ଡିଟେଲ୍ସ ଏଠି ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ କୁହାଯାଉଛି, ସବୁକିଛି ଡିଟେଲ୍ସ ଆପଣମାନେ ଭଲ ଭାବରେ ଫିଲ୍ଅପ୍ କରିବେ। ତାପରେ ଦେଖନ୍ତୁ ଡେଟ୍ ଅଫ୍ ବାର୍ଥ ଯେତେବେଳେ ଦେବେ, ତାପରେ ଇମେଲ୍ ଆଇଡି, ଆପଣଙ୍କର ମୋବାଇଲ ନମ୍ବର ଏବଂ ଜେଣ୍ଡର ସିଲେକ୍ଟ କରିସାରିଲା ପରେ ଏଠି ମେଲ୍ ଫିମେଲ୍ ଯେଉଁଟା ବି ଆପଣମାନେ ସିଲେକ୍ଟ କଲେ ଚଳିବ। ତାପରେ ରହିଛି ଗୋଟେ ଲଗ୍ଇନ୍ ଆଇଡି। ଲଗ୍ଇନ୍ ଆଇଡି ଆପଣମାନେ ଗୋଟେ ନିଜ ହିସାବରେ ସେଟ୍ କରିବେ, ଯେମିତିକି ଆପଣମାନଙ୍କର ସେଇଟା ୟୁନିକ୍ ହେଇଥିବା ଦରକାର। ତ ଏଥିରେ କିଛି ସ୍ପେଶାଲ କ୍ୟାରେକ୍ଟର ନମ୍ବର ଏମିତି ଆପଣମାନେ ଦେଇଦେବେ। ତାପରେ ପାସୱାର୍ଡ ଆପଣମାନେ ଦେବେ। ପାସୱାର୍ଡ ଦେଇସାରିଲା ପରେ ଏଠି ଗୋଟେ ସିକ୍ୟୁରିଟି କ୍ୱେଶ୍ଚନ୍ ରହିଛି, ଯେଉଁଥିରେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ବା ଆପଣମାନଙ୍କର କିଛି ଲକି ନମ୍ବର ଏଇଭଳି କିଛି ସିକ୍ୟୁରିଟି ନମ୍ବର ରହିଛି ବା ସିକ୍ୟୁରିଟି କ୍ୱେଶ୍ଚନ୍ ରହିଛି, ତାକୁ ଆପଣମାନେ ଏଠି ଫିଲ୍ଅପ୍ କରି ଆପଣମାନଙ୍କର ଯେଉଁଟାକି ଲଗ୍ଇନ୍ ଆଇଡି କ୍ରିଏଟ୍ କରିଦେବେ। ତ ଯେତେବେଳେ ଲଗ୍ଇନ୍ ଆଇଡି ଆପଣମାନଙ୍କର କ୍ରିଏଟ୍ ହେଇଯିବ, ଏହାର ପରବର୍ତ୍ତୀ ଅପସନ୍ ଯେଉଁଟାକି ଆପଣମାନଙ୍କର ରହିଛି ଏକ୍ଜିଷ୍ଟିଂ ୟୁଜର ଲଗ୍ଇନ୍। ତ ସେଇ ଏକ୍ଜିଷ୍ଟିଂ ୟୁଜର ଲଗ୍ଇନ୍ ଅପସନରେ ଆପଣମାନେ କ୍ଲିକ୍ କରିଦେବେ। ତାପରେ ଦେଖନ୍ତୁ ଆପଣଙ୍କର ଲଗ୍ଇନ୍ ଅପସନ୍ ଆସିଯିବ। ଏଠି ଆପଣମାନେ ଯେଉଁ ଲଗ୍ଇନ୍ ଆଇଡି ଦେଇଥିବେ, ସେଇ ଲଗ୍ଇନ୍ ଆଇଡି ଆପଣମାନଙ୍କର ପାସୱାର୍ଡ ଏବଂ କ୍ୟାପଚା କୋଡ୍ ଦେଇ ଆପଣମାନଙ୍କର ଏଠି ଲଗ୍ଇନ୍ କରିବେ। ତ ମୁଁ ଏଠି ଆମର ସବୁକିଛି ଡିଟେଲ୍ସ ଦେଇଦେଉଛି। ସବୁକିଛି ଡିଟେଲ୍ସ ଦେଇସାରିଲା ପରେ ଆପଣମାନଙ୍କର ଯେଉଁ କ୍ୟାପଚା କୋଡ୍ ରହିଛି, ତ ସେଇ କ୍ୟାପଚା କୋଡ୍ ଦେଇ ଆପଣମାନେ ଲଗ୍ଇନ୍ ଅପସନରେ କ୍ଲିକ୍ କରିଦେବେ। ତ କ୍ଲିକ୍ କଲା ପରେ ଆପଣମାନଙ୍କର ଯେଉଁ ମୋବାଇଲ ନମ୍ବରଟି ଏଥିରେ ଲିଙ୍କ୍ କରାଯାଇଥିବ, ସେଇ ମୋବାଇଲ ନମ୍ବରକୁ ଆପଣମାନଙ୍କର ଗୋଟେ ଓଟିପି ଆସିବ। ତ ସେଇ ଓଟିପି ଆପଣମାନେ ଏଠି ସବମିଟ୍ କରିବେ। ତେଣୁ ଓଟିପି ସବମିଟ୍ କରିସାରିଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ଅପସନ୍ ରହିଛି ଭ୍ୟାଲିଡେଟ୍ ଓଟିପି। ତ ପ୍ରଥମେ ଯେତେବେଳେ ଲଗ୍ଇନ୍ କରୁଛନ୍ତି, ଲଗ୍ଇନ୍ ଆପଣମାନଙ୍କର ଯାହାଙ୍କର ବି ଆଇଡିରେ ଲଗ୍ଇନ୍ କରନ୍ତୁ, ତାଙ୍କର ମୋବାଇଲ ନମ୍ବରରେ ଓଟିପି ଦେବାଟି ନିହାତି ଆବଶ୍ୟକତା ରହିଛି। ତେଣୁ ଦେଖନ୍ତୁ ଯେତେବେଳେ ଭ୍ୟାଲିଡେଟ୍ ଓଟିପି ଅପସନରେ କ୍ଲିକ୍ କରିବେ, ତଳେ ଆପଣମାନଙ୍କର ଗୋଟେ ଅପସନ୍ ରହିବ ମ୍ୟାରେଜ୍ ରେଜିଷ୍ଟ୍ରେସନ। ତ ମ୍ୟାରେଜ୍ ରେଜିଷ୍ଟ୍ରେସନରେ ଆପଣମାନେ ଆପ୍ଲାଏ ନ୍ୟୁ ଆପ୍ଲିକେସନ ଯେଉଁଟା ରହିଛି, ତ ସେଇ ଅପସନରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ଆପ୍ଲାଏ ନ୍ୟୁ ରେଜିଷ୍ଟ୍ରେସନ ଅପସନରେ କ୍ଲିକ୍ କରୁଛନ୍ତି, ଏଠି ଦେଖନ୍ତୁ ଆପଣମାନଙ୍କର ଦୁଇଟା ଅପସନ୍ ରହିଛି। ଦୁଇଟା ଅପସନରୁ ଆପଣମାନେ ସର୍ବପ୍ରଥମେ ଫାଷ୍ଟ ଅପସନଟି ରେଜିଷ୍ଟ୍ରେସନ ଅଫ୍ ମ୍ୟାରେଜ୍, ତ ଯେଉଁଟାକି ରହିଛି ସେଇଟା ଆପଣମାନେ ସିଲେକ୍ଟ କରିବେ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର କିଛି ରହିଛି ଆପଣମାନଙ୍କ ଯେଉଁଟାକି
डिटेल्स दवा पई पड़िबो जेमिति कि एठी आपण मानकर लेखा ହେଇଛି ଦେଖନ୍ତୁ both should not be under prohibited relationship आपण मानकर एज 21 वर्षରୁ କମ ନାହିଁ ସବୁ କିଛି ଯାହା ବି ଦିଆଯାଇଛି ଏଠି ଆପଣ ମାନେ ଥରେ ପଢିଦେବେ ତାପରେ ତାକୁ ଆପଣ ମାନେ ଏଠି ସବୁ ଗୁଡ଼ିକ ଟିକ୍ କରିଦେବେ ତ ସବୁ ଗୁଡ଼ିକ ଯେତେବେଳେ ଟିକ୍ କରୁଛନ୍ତି ତାର ତଳେ ଦେଖନ୍ତୁ ଆପଣମାନଙ୍କର ଏଠି ରହିଛି କୋଉ କୋଉ ଡକୁମେଣ୍ଟ ଲାଗିବ ଯେମିତି କି ଆଇଡି ପ୍ରୁଫ୍ ଆପଣମାନଙ୍କ ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ଏବଂ ଆପଣମାନଙ୍କର ପାସପୋର୍ଟ ସାଇଜ ଫଟୋଗ୍ରାଫ ଯୋଉଟା କି ଜେପିଜି ଫର୍ମାଟରେ ରହିବ ସଫ୍ଟ କପି ଅଫ୍ ଆଧାର ଆମର ଏଡ୍ରେସ ପ୍ରୁଫରେ ରେସିଡେନ୍ସ ସାର୍ଟିଫିକେଟ ରାସନ କାର୍ଡ বা ভোটর আইডি প্রুফ আপনার পিডিএফ ফর্মাটে সবুগুড়ি রেডি করবে মনে রাখতু ফর্ম আবেদন করা পূর্বর এই সব ডকুমেন্ট আপনার রেডি করে এবং যোটা কি আপনার 2 MB ভিতরে রয়েছে দরকার তো পরবর্তী সময় মু আপনার কহবি কোন কোন ডকুমেন্ট কার আবশ্যকতা রয়েছে তো যে হজবেন্ড যে রয়েছেন বা যে মেল ক্যান্ডিডেট রয়েছেন তাঁকর সবু ডকুমেন্ট তাঁক ঘর হিসাবে এবং যে ফিমেল ক্যান্ডিডেট বা যে ওয়াইফ রয়েছেন তাঁকর মধ্য সবু ডিটেলস আপন মানে তাঁক বাপ ঘর হিসাবে ফিলअप করিবে তো যেতবে নেক্সট অপশনলে আপন মানে এটি ক্লিক করছন্তি দেখন্তু তাপরে আসিগলা আপন মানকৰ जोटा कि एड्रेस डिटेल्स तो एड्रेस डिटेल्स मध्य इंपोर्टेंट रही एड्रेस डिटेल्स आपण माने कोन हिसाब रे देबे सेटा मने रखंतु हमर लेफ्ट साइड रो जोटा कि रही सबले हजबैंड कर रही एवं राइट साइड रो जोटा कि वाइफ अर्थात जो फीमेल कैंडिडेट रहिसंती तांकर डिटेल्स देबा पई पड़िबो जोंतरे कि आपण मानकर हाउस नंबर जो जदी आपण मानको जणा अछि हाउस नंबर स्ट्रीट बा लोकालिटी नेम तापर आपण मानकर पोस्ट ऑफिस जोटा कि रही पोस्ट ऑफिस देबे तापर देखंतु आपण मानकर डिस्ट्रिक्ट आपण माने डिस्ट्रिक्ट सिलेक्ट करिवे डिस्ट्रिक्ट सिलेक्ट कर साला परे एठी आपण माने निजर विलेज मध्य जोटा कि सिलेक्ट करिया पई पड़िबो मन रखंतु डिस्ट्रिक्ट सिलेक्ट कला परे ऑटोमेटिक आपण मानकर सब विलेज एठी शो करिवो तेणु आपण माने निजर विलेज जोटा कि ठीक भाबरे एठी सर्च करिवे एवं विलेज एठी आपण मानकर दवा पई पड़िबो तो देखंतु मो एठी आपण मानकर विलेज रो डिटेल्स मध्य देई दउची गुटे गुटे डिस्ट्रिक्ट रे गुटे गुटे विलेज आपण मानकर दुई प्रकार थाए तेणु से विलेज पाखरे आपण मानकर जो ब्लॉक रो नाम मध्य मेंशन थिबो ता ऊपर मध्य आपण माने नजर रखिबे तो देखंतु एठी हमर विलेज देई साला परे तापर गोटे ऑप्शन रही रेजिस्ट्रेशन ऑफिस अर्थात आपण मानकर विलेज अनुसार आपण मानक एरिया रे रेजिस्ट्री ऑफिस कोठी अछि सेटा मध्य ऑटोमेटिक शो करिवो तापर पुलिस स्टेशन देबे पुलिस स्टेशन देई साला परे आपण मानकर जो पिन कोड रही से पिन कोड मध्य एठी देई देबे तापर राइट हैंड साइड रे ठीक सेही भली आपनकर जो फीमेल कैंडिडेट अछंती तांकर सब किछि डिटेल्स आपण माने तांको बाप घर डिटेल्स अनुसार जोटा कि एठी फिलअप करिवे तेणु आम बर्तमान सब किछि डिटेल्स फिलअप करनबा फिलअप कर साला परे तार तळकु जदि आपण माने देखिबे एठी रहिछि जदि आपण मानकर परमानेंट एड्रेस एवं प्रेजेंट एड्रेस सब बेले समान अछि ताले एठी आपण माने टिक करिवे एवं ऑटोमेटिक सेटा आपण मानकर हेइ जिवो तो देखंतु डॉक्यूमेंट अपलोड ऑप्शन जोटा कि रहिछि सेठी आपण मानकर फास्ट रहिछि हजबैंड कर डिटेल्स आईडी प्रूफ रे आपण मानकर आधार कार्ड वोटर आईडी ड्राइविंग लाइसेंस पान कार्ड जोटा भी आपण माने देई पारिबे तेणु तार एठी आपण मानकर पीडीएफ आपण माने सिलेक्ट करी एठी अपलोड कर नेबे देखंतु मो एटा आपण मानकर लैपटॉप रे करिछि मोबाइल रे मध्य हेइ पारिबो किंतु मोबाइल रे जो माने करूचंती सर्वप्रथमे आपण मानकर सब किछि डॉक्यूमेंट रेडी करिबा दरकार कारण डॉक्यूमेंट अपलोड न करिले जदि ठीक डॉक्यूमेंट अपलोड करनांती ताले एठी आपण मानकर रिजेक्ट हेइ जिवो सेकंड रहिछि डेट ऑफ बर्थ प्रूफ रे एठी आपण मानकर मैट्रिक सर्टिफिकेट आपण माने देइ देबे तेणु डेट ऑफ बर्थ प्रूफ आपण मानकु मध्य एठी दबा पई पड़िबो तो मो एठी हमर मैट्रिक सर्टिफिकेट जोटा कि हमर ग्रूम कर अपलोड कर नउची तापर देखंतु रहिछि एड्रेस प्रूफ रे रेसिडेंस सर्टिफिकेट वोटर आईडी आपण मानकर इलेक्ट्रिक बिल जहां भी अछि एठी आपण माने देई देबे तो सब किछि डिटेल्स अपलोड कर साला परे देखंतु तापर गुटे ऑप्शन टी रहिछि आपण मानकर पासपोर्ट फोटो तो पासपोर्ट फोटो एठी आपण मानकर दुई प्रकार रहिछि गुटे आपण मानकर जो होइचंती हमर ब्राइड ग्रूम तांकर जॉइंट फोटो अपलोड करि परिबे नले सिंगल फोटो मध्य आपण माने दुई साइड रे देखंतु ऑप्शन अछि दुई साइड रे क्लिक देई परिबे तेणु ठीक सही भली वाइफ कर मध्य आपण मानकर जहा जहा डिटेल्स देवा कथा डिटेल्स देबे मैरिज सर्टिफिकेट इनविटेशन कार्ड अपलोड करिवे तापर देखंतु सबमिट ऑप्शन रहिछि तो सेही सबमिट ऑप्शन ले आपण माने क्लिक कर देबे तो सबमिट ऑप्शन ले क्लिक करिवे ता पूर्व आपण माने डॉक्यूमेंट थरे देखि दैथिबे तापर अपलोड कर साला पर देखंतु एठी आपण मानकर फीस जोटा कि फीस आपण मानकु केते टंका लागिवो ना एठी हजबैंड एवं वाइफ कर नाम मध्य आसी गला तापर एप्लिकेशन फी देखंतु 100 टंका यूजर फी 250 टंका टोटाल 350 टंका एठी आपण मानकु पेमेंट करिया पई पड़िबो देखंतु मोडी 350 टंका जेटा टर्म एंड कंडीशन ले क्लिक करी पे नाउ ऑप्शन ले क्लिक कर देली तो पे नाउ ऑप्शन ले तेबेले क्लिक करचंदी एठी आपण मानकर जोटा कि आसी जिवो गेटवे पेमेंट करिवार तेणु पेमेंट आपण माने जोटा कि एठी आपण माने यूपीआई माध्यम रे मध्य करि पारिबे तो सब किछि डिटेल्स दे साला परे नेक्स्ट ऑप्शन ले क्लिक कर देबे नेक्स्ट ऑप्शन ले क्लिक कला परे देखंतु एठी आपण मानकर 350 टंका जोटा कि शो करूची
ତ 350 ଟଙ୍କାର ଆପଣମାନଙ୍କୁ ଏଠି ଚାଲାଣ ଗୋଟେ କାଟିବା ପାଇଁ ପଡ଼ିବ। ତ ଚାଲାଣ ତ ଆପଣମାନେ କାଟିଦେବେ, ତା ସହିତ ମନେ ରଖନ୍ତୁ ଏଇ ଯୋଉ ପ୍ରଥମେ ଆପଣମାନେ ଆପ୍ଲିକେସନ ପ୍ରୋସେସଟି କଲେ, ଏଇଟା ଆବେଦନ କରିବାର 21 ଦିନ ପରେ, ମନେ ରଖନ୍ତୁ ଏଇ ଫର୍ମଟି ଆବେଦନ କରିବାର 21 ଦିନ ପରେ ଆପଣମାନେ ଏଇ ଫର୍ମକୁ ନେଇ ନିଜ ନିକଟରେ ଥିବା ରେଜିଷ୍ଟ୍ରି ଅଫିସକୁ ଆପଣମାନଙ୍କୁ ଯିବା ପାଇଁ ପଡ଼ିବ ଏବଂ ରେଜିଷ୍ଟ୍ରି ଅଫିସରେ ଆପଣମାନେ ସେଇ ଫର୍ମ ସବମିଟ୍ କରିବେ। ତା ସହିତ ଆପଣମାନଙ୍କର ଗୋଟେ ନୋଟାରୀର ଗୋଟେ ଆପଣମାନଙ୍କର ଏଫିଡେଭିଟ୍ ମଧ୍ୟ ଲାଗିବ। ସେଟା ଆପଣମାନେ ସେଠି ଇଜିଲି କରିପାରିବେ ଏବଂ ଯେତେବେଳେ ଆପଣମାନେ ଯାଉଛନ୍ତି ସେ ଅଫିସ କି ଆପଣମାନଙ୍କର ସ୍ୱାମୀ ସ୍ତ୍ରୀ ବା ଯୋଉମାନେ ବ୍ରାଇଡ୍ ଏବଂ ଗ୍ରୁମ୍ 2 ଜଣ ଯିବେ, ତା ସହିତ ପ୍ରତି ଜଣକ ପଟୁ ଆପଣମାନଙ୍କୁ 2 ଜଣ ସାକ୍ଷୀ ହିସାବରେ ଯିବା ପାଇଁ ପଡ଼ିବ। ନହେଲେ ଆପଣମାନେ ଫର୍ମଟି ଆବେଦନ କରିସାରିଲା ପରେ 30 ଦିନ ମଧ୍ୟରେ ଆପଣମାନେ ଥରେ ଯାଇ ନିଜର ରେଜିଷ୍ଟ୍ରି ଅଫିସରେ କୋଉ ଡକୁମେଣ୍ଟ ଲାଗିବ, କୋଉ ଡିଟେଲ୍ସ ବା କୋଉ ଜିନିଷ ଆପଣମାନଙ୍କୁ ସାଥିରେ ନେବା ପାଇଁ ପଡ଼ିବ, ସେ ବିଷୟରେ ମଧ୍ୟ ଡିଟେଲ୍ସ ଜାଣିବା ପାଇଁ ପଡ଼ିବ। ତେଣୁ ଦେଖନ୍ତୁ ଏଠି ଆମର ଯୋଉଟାକି କ୍ୟୁଆର୍ କୋଡ୍‌ରେ ଆପଣମାନଙ୍କର ବର୍ତ୍ତମାନ ମୁଁ ପେମେଣ୍ଟ କରିନଉଛି। ତେଣୁ କ୍ୟୁଆର୍ କୋଡ୍‌ରେ ଆପଣମାନଙ୍କର ପେମେଣ୍ଟ କରିଦେବେ। କ୍ୟୁଆର୍ କୋଡ୍ ପେମେଣ୍ଟ କରିସାରିଲା ପରେ ଦେଖନ୍ତୁ ଅଟୋ ରିଡାଇରେକ୍ଟ ହେଇଯିବ। ଏଠି ଆପଣମାନଙ୍କର ଚାଲାଣର ଡିଟେଲ୍ସ ଶୋ କରିବ। ତାକୁ ମଧ୍ୟ ଆପଣମାନେ ଚାହିଁଲେ ଏଠି ପ୍ରିଣ୍ଟ କରିପାରିବେ। ତ ଚାଲାଣ ପ୍ରିଣ୍ଟ କରିବା ସହିତ ଆପଣମାନଙ୍କର ବର୍ତ୍ତମାନ ଦେଖନ୍ତୁ ଡାଉନଲୋଡ୍ ଚାଲାଣ ଅପସନ୍‌ରେ କ୍ଲିକ୍ କଲା ପରେ ଆପଣମାନେ ବେକ୍ କରିଦେବେ ବା ଯଦି କ୍ଲିକ୍ ହିଅର୍ ଅପସନ୍ ଗୋଟେ ରହିଛି ସେଠି କ୍ଲିକ୍ କରିଦେବେ। ଯେତେବେଳେ କ୍ଲିକ୍ କରିଦଉଛନ୍ତି ଆପଣମାନଙ୍କର ଦେଖନ୍ତୁ ଏଇ ଯୋଉ ଆପ୍ଲାଏ ଆମେ କରିଛୁ ତାର ଆପ୍ଲିକେସନ ରିସିପ୍ଟ ବା ମ୍ୟାରେଜର ଆପ୍ଲିକେସନ ରିସିପ୍ଟ ବର୍ତ୍ତମାନ ଆପଣମାନଙ୍କ ସାମ୍ନାରେ ଆସିଗଲା। ତ ଏଇ ରିସିପ୍ଟ ସହିତ ଆପଣମାନଙ୍କୁ ଏଠି ଯୋଉ ଡେଟ୍ ଦିଆଯାଇଛି ଯେବେ ଆବେଦନ କରିବେ ତାର 30 ଦିନ ମଧ୍ୟରେ ବା 30 ଦିନ ପରେ ଆପଣମାନଙ୍କୁ ଯିବା ପାଇଁ ପଡ଼ିବ ରେଜିଷ୍ଟ୍ରି ଅଫିସ। ତେଣୁ ଆପଣମାନଙ୍କର ଏଇଟା ରହିବ 2 ମାସ ସମୟ। 2 ମାସ ଭିତରେ ଆପଣମାନେ ଯାଇ ରେଜିଷ୍ଟ୍ରି ଅଫିସରେ ନିଜର ସବୁ କିଛି ଡକୁମେଣ୍ଟ ଅପଲୋଡ କରିବା ସହିତ ଆପଣମାନଙ୍କ ସାକ୍ଷୀ ପ୍ରଦାନ କଲେ ଇଜିଲି ଆପଣମାନଙ୍କର ଯୋଉଟା କି ମ୍ୟାରେଜ ସାର୍ଟିଫିକେଟ୍ ଆପଣମାନଙ୍କର ବନିଯିବ ଏବଂ ତାକୁ ଆପଣମାନେ ଏହି ପୋର୍ଟାଲରେ ପୁଣି ଥରେ ଡାଉନଲୋଡ୍ କରିପାରିବେ। ତେଣୁ ଏହା ଥିଲା ମ୍ୟାରେଜ ସାର୍ଟିଫିକେଟ୍ ବନେଇବାର ଡିଟେଲ୍ସ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ ଯଦି ଆବେଦନ କରିବା ସମୟରେ କୌଣସି ଡାଉଟ୍ ଅଛି ତାହେଲେ କମେଣ୍ଟ ସେକ୍ସନରେ ଆପଣମାନେ ମୋତେ ପଚାରିପାରିବେ। ଧନ୍ୟବାଦ।